ଆପଣ ଭାବୁଛନ୍ତି କି ଷ୍ଟାଲିନଙ୍କ କ୍ୟାମ୍ପକୁ ନବୀନ ବାବୁ ଗଲା ପରେ ବିଜେଡି ଗଲା ପରେ ଏହାର ଗୋଟିଏ ପ୍ରଭାବ ବିଜେପି ଉପରେ ପଡିବ? ମାନେ ଆମେ ଭାବିବାରେ କିଛି ନା, ଆମେ ଭାବିବା, ଆମେ ତ ବହୁତ କଥା ଭାବୁଛୁ। ଆନାଲିସିସ୍ କ'ଣ କହୁଛି ଆପଣ? ମାନେ ଆନାଲିସିସ୍ ମାନେ ଆମେ ଏ ଭାବୁଛେ ଗୋଟିଏ ଆଗ୍ରେସିଭ ବିଜେପି କୁ ଆମେ ହଁ ଦେଖିବା ହଁ ଗୋଟେ ଆଗ୍ରେସିଭ ବିଜେପି କି ଆମେ ଯେ ଦେଖିବୁ। ସମ୍ପର୍କ ତୁଟିଗଲା, ନବୀନ ବାବୁ ଷ୍ଟାଲିନଙ୍କ ପାଖକୁ କଣ ପଳେଇଲେ, ସିଏ ସେଠି ଏଥର କରୁଛନ୍ତି ଲଢ଼େଇ ଦେଖିବାକୁ ପଡ଼ିବ। ଭିନ୍ନ ପ୍ରକାରର ହବ। ନାଇଁ ନାଇଁ, ସେ ଯୋଉ ଚେନ୍ନାଇ ମିଟିଂ କି ଯାଉଛନ୍ତି ସେଠି ଆଙ୍କ ଦଳର ପ୍ରତିନିଧି ଯାଉଛନ୍ତି, ନବୀନ ପଟ୍ଟନାୟକ ତ ନିଜେ ଯାଉନାହାନ୍ତି, ତାଙ୍କ ପ୍ରତିନିଧି ଯାଉଛନ୍ତି। ଦୟାନିଧି ମାରନ ଯେତେବେଳେ ଆସିଥିଲେ, ଦୁଇ ଜଣିଆ ପ୍ରତିନିଧି ଦଳରେ ଆସିଥିଲେ, ସେତେବେଳେ ନବୀନ ପଟ୍ଟନାୟକ କହିଥିଲେ ମୁଁ ଆପଣଙ୍କ ମିଟିଂକି ଯିବି। ମୁଁ ମାନେ ସିଏ ତ ନିଜେ ଯିବେନି, ତାଙ୍କ ପ୍ରତିନିଧି ଯାଉଛନ୍ତି ବୋଲି ଯାହା ଶୁଣିବାକୁ ମିଳୁଛି। ମୁଁ ଜାଣିନି ଶେଷ ମୁହୂର୍ତ୍ତରେ କ'ଣ ହେବ, ହ୍ୱାଟ୍ ଏଭର୍। ସିଏ ସେଠି ଗଲା ପରେ କିଏ ଆଭିମୁଖ୍ୟ ନେଉଛନ୍ତି, କାହିଁକି ନା ଏଇ ଯେଉଁ ପ୍ରସଙ୍ଗ ଉପରେ ସେ ଡାକିଛନ୍ତି ମିଟିଂ, ଏଥିରେ ମନେ ରଖିଥାନ୍ତୁ ସେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଦଳ ୟାଙ୍କର ଗୋଟେ ବଡ଼ ଭୂମିକା ଅଛି ଏଥିରୁ ରାଜନୈତିକ ସ୍ୱାର୍ଥ ନେବା ପାଇଁ। କାହିଁକି ବର୍ତ୍ତମାନ ଯାହା ନିୟମ ଅଛି କେନ୍ଦ୍ର ସରକାର ସେ ନିୟମରୁ ଏପର୍ଯ୍ୟନ୍ତ ଭାଙ୍ଗି ନାହାନ୍ତି। ନିୟମ କ'ଣ ଅଛି? ସେ ଡିଲିମିଟେସନ୍ କଥା କହୁଛନ୍ତି ତ, କ'ଣ ଡିଲିମିଟେସନ୍ର ନିୟମ ବର୍ତ୍ତମାନ ଅଛି? ବର୍ତ୍ତମାନ ସୁଦ୍ଧା ସାମ୍ବିଧାନିକ ନିୟମ ଯାହା କରାହେଇଛି, ପ୍ରଥମେ ସମ୍ବିଧାନକୁ ପରିବର୍ତ୍ତନ କରାହେଇକିରି ଯେଉଁ ଡିଲିମିଟେସନ୍ ହେଇଥିଲା ତାକୁ ବଦଳାଇଗଲା ଇମର୍ଜେନ୍ସି ବେଳେ ଇନ୍ଦିରା ଗାନ୍ଧୀଙ୍କ ସମୟରେ। ପୁଣି ତାକୁ ଯେଉଁ ସାମ୍ବିଧାନିକ ପୁଣି ବଦଳାଇକି ତାକୁ ପୁଣି ବଢ଼େଇଛନ୍ତି। କ'ଣ ବଢ଼େଇକିରି କରିଛନ୍ତି? ବର୍ତ୍ତମାନର ସ୍ଥିତି କ'ଣ ଯେ 2026 ମସିହାରେ ଯେଉଁ ଜନଗଣନା ହେବ ତା ପର ଜନଗଣନାକୁ ଆଧାର କରି, ଅର୍ଥାତ୍ 2031 ମସିହାର ଜନଗଣନାକୁ ଆଧାର କରି ଡିଲିମିଟେସନ୍ କମିଶନ ବସିବ ଏବଂ ସେଇ ଡିଲିମିଟେସନ୍ କମିଶନ ସୀମା ନିର୍ଦ୍ଧାରଣ କରିବ। ଏହା ତ କଥା ହେଇଛି ନା। ମୂଳ ସମ୍ବିଧାନରେ କ'ଣ ବ୍ୟବସ୍ଥା ଥିଲା? ମୂଳ ସମ୍ବିଧାନରେ କ'ଣ ବ୍ୟବସ୍ଥା ଥିଲା ଆଜ୍ଞା? ମୂଳ ସମ୍ବିଧାନରେ ବ୍ୟବସ୍ଥା ଥିଲା ଭାରତରେ MP ସିଟ୍ ଏବଂ ବିଧାନସଭା ମାନଙ୍କରେ MLA ସିଟ୍ ଏଭଳି ଭାବରେ ବଣ୍ଟାଯିବ ଯେମିତି ସାରା ଦେଶରେ ସବୁ MLA ସବୁ MP ତାଙ୍କ ଭୋଟର ମୂଲ୍ୟ ପାଖାପାଖି ସମାନ ରହିବ। ସେଇଥିପାଇଁ ଆପଣ ଲକ୍ଷ୍ୟ କରିଥିବେ ଗୋଟେ ଗୋଟେ ଲୋକସଭା ଏବଂ ଆସେମ୍ବଲି କନଷ୍ଟିଚ୍ୟୁଏନ୍ସିର ସାଇଜ୍ ଆପଣ ଦେଖିବେ, ଯଦି କେଉଁଠି ଏତେ ବଡ଼ ସାଇଜ୍ ଅଛି ଆଉ କେଉଁଠି ଏତେ ବଡ଼ ସାଇଜ୍ ଅଛି, ତାର କାରଣ ହେଲା ଯେଉଁ କ୍ରାଇଟେରିୟନ୍ ନିଆଗଲା, ଅର୍ଥାତ୍ ପପୁଲେସନ୍ ସେନ୍ସସ୍କୁ ନିଆଗଲା, ସେଇ କ୍ରାଇଟେରିୟନ୍ ଆପଣ ଲକ୍ଷ୍ୟ କରିବେ କେଉଁଠି ଗୋଟେ ପାର୍ଲାମେଣ୍ଟ କନଷ୍ଟିଚ୍ୟୁଏନ୍ସିର ଭୋଟରମାନଙ୍କର ସଂଖ୍ୟା ହେଉଛି 7,50,000, ଆଉ କେଉଁଠି 8,40,000, ଆଉ କେଉଁଠି 10,00,000 କେତେ ପାଖାପାଖି, ମାନେ ସବୁଠି ଯେ 7,00,000 କେତେ। ଏଇଟା ଜାଣିଶୁଣି ସମ୍ବିଧାନ ଯେତେବେଳେ ତିଆରି ହେଇଥିଲା ଏଇ ବ୍ୟବସ୍ଥା କରାଯାଇଥିଲା। ତା ଫଳରେ କି ଉତ୍ତରପ୍ରଦେଶର ରାଜ୍ୟସଭା ଇଲେକ୍ସନରେ ଆପଣ ଲକ୍ଷ୍ୟ କରିଥିବେ, ଯେତେବେଳେ ଭୋଟ ଦିଅନ୍ତି ଜଣେ ଭୋଟ ଦେଲେ 5 ଜଣ ଭୋଟ ଦେଲେ ସେଇଟା କାଉଣ୍ଟ ହୁଏନି। ପ୍ରତି ଭୋଟରଙ୍କର ଗୋଟେ ମୂଲ୍ୟ ଥାଏ। ଉତ୍ତରପ୍ରଦେଶର ବିଧାୟକମାନଙ୍କର ଭୋଟର ମୂଲ୍ୟ ଏତିକି, ଓଡ଼ିଶାର ଭୋଟରମାନଙ୍କର ବିଧାୟକମାନଙ୍କର ଭୋଟର ମୂଲ୍ୟ ଏତିକି। ରାଷ୍ଟ୍ରପତି ନିର୍ବାଚନରେ ଆପଣ ଲକ୍ଷ୍ୟ କରିନାହାନ୍ତି, ଏହା ହୁଏନି। କାହିଁକି ସେଇଟା କରାଯାଏ? ଆପଣ ତ କହିଥାନ୍ତେ ଓଡ଼ିଶାରୁ 147 MLA 147ଟା ଭୋଟ, ସେମିତି ହୁଏନି ଆଜ୍ଞା। ସେଇଥିପାଇଁ ସମ୍ବିଧାନରେ ବ୍ୟବସ୍ଥା କରାଯାଇଥିଲା ଯେ 1 ଭୋଟ ଆଣ୍ଡ 1 ଭ୍ୟାଲ୍ୟୁ ଅଲସୋ, ଭ୍ୟାଲ୍ୟୁ ଯେମିତି ପାଖାପାଖି ରହିଥିବ, ଏକଦମ ସମାନ ନ ହୋଇପାରେ, ପାଖାପାଖି ରହିଥିବ। ସିଏ କିନ୍ତୁ କ'ଣ ଅବଜେକ୍ସନ୍ କରୁଛନ୍ତି? ସିଏ କହୁଛନ୍ତି ୟାକୁ ବଦଳା। ଆଜ୍ଞା ସମ୍ବିଧାନ ଯାହା କରୁଛି ତାକୁ ସିଏ କ'ଣ କହୁଛନ୍ତି ରାଜାରାମ ବାବୁ? ନାଇଁ ମୁଁ ଆମର ଲୋକ ସଂଖ୍ୟା କମିଗଲା, ଆପଣ ଫ୍ୟାମିଲି ପ୍ଲାନିଂ କର, ଆମେ ଫ୍ୟାମିଲି ପ୍ଲାନିଂ କଲୁ, ବାସ୍। ଆପଣ ନର୍ଥରେ, ଆପଣ ଉତ୍ତରପ୍ରଦେଶରେ, ବିହାରରେ, ଅଲଗା ରାଜ୍ୟରେ ଫ୍ୟାମିଲି ପ୍ଲାନିଂ ଅପରେସନ୍ ଠିକ୍ ହେଲାନି। ବର୍ତ୍ତମାନ ପରିବର୍ତ୍ତିତ ପରିସ୍ଥିତିରେ ଆମେ ସାଉଥର ଲୋକମାନେ, ଦକ୍ଷିଣ ଭାରତର ଲୋକମାନେ ଆମେ କାହିଁକି ପେନାଲାଇଜ୍ ହେବୁ? କାରଣ ଆମେ ଜନ୍ମ ନିୟନ୍ତ୍ରଣ କଲୁ, ଆମ ଛୁଆ ପରିବାର ସଂଖ୍ୟା କମେଇଲୁ, 2ଟି ଛୁଆ ନୀତିକୁ ଆମେ ପାଳନ କଲୁ, ଆମର ଲୋକ ସଂଖ୍ୟା କମିଗଲେ। ସେଥିପାଇଁ ଷ୍ଟାଲିନ ବୁଲି ବୁଲି କହୁଛନ୍ତି ଆପଣ ଜନସଂଖ୍ୟା ବଢ଼ାଅ, ଆମର କମିବାଟା ଭୁଲ ହେଇଗଲା। ଆଉ ନର୍ଥ ଇଣ୍ଡିଆରେ କମିଲାନି, ଆଉ ନ କମିବା ଯୋଗୁଁ ସେମାନେ ବହୁତ MP ସିଟ୍ ପାଇବେ, ଆଉ କମିବା ଯୋଗୁଁ ଆମେ କମ୍ ସିଟ୍ ପାଇବୁ। ନାଇଁ ବର୍ତ୍ତମାନ ନାଇଁ ଆପଣ ଯାହା କହୁଛନ୍ତି ଠିକ୍ କଥା, ମୁଁ ମନା କରୁନି। ଏଇ କାରଣ ଦେଖେଇକିରି ସେମାନେ ପାଟିତୁଣ୍ଡ କଲେ ବୋଲିକିରି ଯେଉଁ 1976 ମସିହାରେ ଯେଉଁ ଡିଲିମିଟେସନ୍ କମିଶନ୍ ହେଇଥିଲା ତାକୁ ପୋଷ୍ଟପୋନ୍ କରାଗଲା। 2002ରେ ଯେଉଁ ହେଇଥିଲା ତାକୁ ପୁଣି ଆମେଣ୍ଡମେଣ୍ଟ କରି ପୋଷ୍ଟପୋନ୍ କରାଗଲା। ତେଣୁ ସେଇ ଆଧାରରେ ମାନେ ପାଟି କଲେ ଆମର ପପୁଲେସନ୍। ସରକାର ସେତେବେଳେ ବି ଯାଇଥିଲେ, ଏବେ ସିନା କଂଗ୍ରେସ ତାଙ୍କ ପଟିଆ ଅଛି ବୋଲି ଯାଇ ଗୋଟେ ରାଜନୈତିକ ଦୃଷ୍ଟିକୋଣରୁ ସେଠି ଯାଇକିରି ଷ୍ଟାଲିନଙ୍କ କ୍ୟାମ୍ପରେ ବସିକିରି କଂଗ୍ରେସ ପହଞ୍ଚିଛି, ନହେଲେ କଂଗ୍ରେସ ବା ସରକାରରେ ଥିଲା।
କଂଗ୍ରେସ ପରେ ଆମେଣ୍ଡମେଣ୍ଟ କରିଛି ସମ୍ବିଧାନ। ଏବେ କ'ଣ କଂଗ୍ରେସ ବଦଳ କି ଦେଖାଉଛି ସେଠି? ସେଇ କଂଗ୍ରେସ ଦଳ ଯେତେବେଳେ କଲେ ସେତେବେଳେ ମୂଳ ସମ୍ବିଧାନରେ କ'ଣ ଥିଲା? ଏଇଆ ଥିଲା। ସେମାନେ କହୁଛନ୍ତି ବର୍ତ୍ତମାନ କ'ଣ ହେବା ଦରକାର? ନାଇଁ ବର୍ତ୍ତମାନ କ'ଣ ହେବା ଦରକାର ସେଇଥିପାଇଁ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ଦେଖିଛନ୍ତି 2026ରେ ଜନଗଣନା ହେଇପାରେ, କିନ୍ତୁ କେନ୍ଦ୍ର ସରକାର ଯେଉଁ ଡିଲିମିଟେସନ୍ କମିଶନ ହେବ 2026 ଜନଗଣନା ପରେ 2031ର ଜନଗଣନାକୁ ଆଧାର କରି ଯେଉଁ ଡିଲିମିଟେସନ୍ କମିଶନ ହେବ ସିଟ୍ ନିର୍ଦ୍ଧାରଣ ପାଇଁ କେନ୍ଦ୍ର ସରକାର ତାର ନୀତି ନିୟମ ସବୁ ଆଗେ ବାହାର କରିବେ, ଡିଲିମିଟେସନ୍ କମିଶନ ନିଯୁକ୍ତ କରିବେ। କେନ୍ଦ୍ର ସରକାର କିଛି କହିଲେଣି?